ଗାଁ ପାଖରେ ଥିବା ଜଙ୍ଗଲରେ ଗୋଟିଏ ଛେଳିଟିଏ ରହୁଥିଲା। ଦିନ ସାରା ଏଣେ ତେଣେ ବୁଲି ବୁଲି ଘାସ ଖାଏ, ଆଉ ରାତି ହୋଇଗଲେ କୋଉଠି ଟିକେ ଜାଗା ଦେଖି ଶୋଇପଡ଼େ। କାରଣ ତାର କିଛି ବି ହେଲେ ଘର ହିଁ ନଥିଲା। ସେହି ଜଙ୍ଗଲରେ ଆଉ ଗୋଟିଏ ଗାଈ ମଧ୍ୟ ରହୁଥିଲା। ତାର ବି କିଛି ହେଲେ ଘର ଦ୍ୱାର ନଥିଲା। ଦିନ ଯାକ ବୁଲି ବୁଲି କରି ଖାଏ ଓ ଯୋଉଠି ସୁଯୋଗ ମିଳିଯାଏ ସେଇଠି ହିଁ ସେ ଶୋଇପଡ଼େ। ଗୋଟିଏ ଦିନ ଛେଳିଟି ନଦୀ ପାଖରେ ଘାସ ଖାଉଥିଲା। ତାକୁ ଟିକେ ଥଣ୍ଡା ହୋଇଯାଇଥିଲା। ଓହୋ, ଆଉ ଭଲ ଲାଗୁନି। କାଲିର ଯୋଉ ଜୋରେ ବର୍ଷା, ସେଇ ବର୍ଷାରେ ମତେ ଥଣ୍ଡା ହୋଇଯାଇଛି। କ'ଣ କରିବି ଯେ? ହଉ ଦେଖିବା, କାଲି ଆଡ଼କୁ ଭଲ ହୋଇଯିବ ବୋଧେ। ଟିକେ ରେଷ୍ଟ କରିବାକୁ ଭାରି ଇଚ୍ଛା ହେଉଛି, ହେଲେ କେମିତି କରିବି ଯେ? ଏହା ଭାବି ଛେଳିଟି ପୁଣି ଘାସ ଖାଇବାରେ ଲାଗିଲା। କିଛି ସମୟ ପରେ ସେଠାକୁ ସେଇ ଗାଈଟି ଆସି ପହଞ୍ଚିଗଲା। ଆରେ ଛେଳି ଭାଇ, କେମିତି ଅଛ? ଓହୋ, କୁହନି କୁହନି ଗାଈ ଭାଇ, ଦେହଟା ଜମା ଭଲ ନାହିଁ। କାହିଁକି? କ'ଣ ହୋଇଛି କି? ଜୋରେ ଥଣ୍ଡା ହୋଇଯାଇଛି। ମୋର ତ କୋଉଠି ଘର ନାହିଁ, ପୁଣି ଜୋରେ ବର୍ଷା ହେଉଛି। ହଉ ଛାଡ଼, ତୁମର କ'ଣ ଖବର ଆଉ? ମୋର ଆଉ କ'ଣ ଖବର? ଏପଟ ସେପଟ ହୋଇ ବୁଲୁଛି। ଯାହା ଯୋଉଠି ପାଇଲି ଖାଇଦେଉଛି, ଆଉ ଯୋଉଠି ଟିକେ ସୁଯୋଗ ପାଉଛି ସେଇଠି ଟିକେ ଶୋଇପଡ଼ୁଛି। ଆରେ ତାହେଲେ ତ ଆମ ଦୁଇ ଜଣଙ୍କର ସମସ୍ୟା ଗୋଟିଏ। ଆମ ଦୁଇ ଜଣଙ୍କର ଗୋଟିଏ ଘର ଦରକାର। ହଁ, ତୁମେ ଠିକ୍ କହିଛ ଛେଳି ଭାଇ। ଚାଲୁନ ଆମେ ଦୁଇ ଜଣ ମିଶି ଗୋଟେ ଘର ବନେଇଦବା। ହଁ ଛେଳି ଭାଇ, ତୁମ ବୁଦ୍ଧିଟା କିଛି ଖରାପ ନୁହେଁ। ତାହେଲେ ଚାଲ ଆମେ ଦୁଇ ଜଣ ମିଶି ଘର କାମ ଷ୍ଟାର୍ଟ କରିଦେବା। ତାପରେ ଦୁଇ ଜଣ ଯାକ ମିଶି ଜଙ୍ଗଲ ମଝିରେ ଗୋଟିଏ ଘର ବନେଇଦେଲେ। ଆଉ ଦୁଇ ଜଣ ମିଶି ଭଲରେ ଭଲରେ ଏମିତି ଜୀବନ ବିତାଉଥିଲେ। ସେଇ ଘର ଭିତରେ ଦୁଇ ଜଣ ଯାକ ବହୁତ ଖୁସିରେ ରହୁଥିଲେ। ଆଉ ଧୀରେ ଧୀରେ ଦୁଇ ଜଣଙ୍କ ମଧ୍ୟରେ ଭଲ ସାଙ୍ଗ ମଧ୍ୟ ହୋଇଗଲା। ସବୁ କାମ ଏକା ସାଙ୍ଗ ହୋଇ କରନ୍ତି। ଜଣେ ଅନ୍ୟ ଜଣକୁ ମଧ୍ୟ ସାହାଯ୍ୟ କରନ୍ତି। ହେଲେ ଗୋଟିଏ ଦିନ ରାତିରେ, ଆରେ ଛେଳି ଭାଇ, ମତେ ଜୋରେ ଭୋକ ଲାଗିଲାଣି। ଯାଉନ ତମେ କିଛି ଖାଇଦିଅ। ହେଲେ ମୋର ତ ସବୁ ଖାଦ୍ୟ ସରିଯାଇଛି। ଓହୋ, ଆଉ କ'ଣ ଏତେ ରାତିରେ ତୁମେ ଖାଦ୍ୟ ଖୋଜିବାକୁ ଯିବ? ତୁମେ ମତେ ତୁମ ଖାଦ୍ୟରୁ କିଛି ଖାଇବାକୁ ଦେବ କି? ମୋର ତ ଅଳ୍ପ ଖାଦ୍ୟ ଅଛି। ମୁଁ ବି କାଲି ପାଇଁ ସାଇତିକି ରଖିଛି ଖାଇବି ବୋଲି। ହଉ ଠିକ୍ ଅଛି, ମୁଁ ଆଜି ରାତିଟା ଯେମିତି ସେମିତି କଷ୍ଟେ ମଷ୍ଟେ ଶୋଇପଡ଼ିବି। ହେଲେ ପରଦିନ ସକାଳେ ଘଟିଲା ଗୋଟିଏ ବଡ଼ ଦୁର୍ଘଟଣା। ଆରେ ଇଏ କ'ଣ? ମୋର ଖାଇବା ସବୁ କୁଆଡ଼େ ଗଲା? ଏଇଠି ତ ରଖିଥିଲି, ହେଲେ ଗଲା କୁଆଡ଼େ? ସେହି ସମୟରେ ଗାଈଟି ମଧ୍ୟ ଆସି ସେଠାରେ ପହଞ୍ଚିଲା। କ'ଣ ହୋଇଛି ସାଙ୍ଗ? ସକାଳୁ ସକାଳୁ କ'ଣ ପାଇଁ ପାଟି କରୁଛ? ତୁମେ କ'ଣ ଜାଣିନ କ'ଣ ପାଇଁ ପାଟି କରୁଛି? ତୁମେ ନ ଜାଣିଲା ପରି କ'ଣ ନାଟକ କରୁଛ? ଆରେ ସାଙ୍ଗ, ଏମିତି କ'ଣ କହୁଛ? ମୁଁ କ'ଣ କଲି? ମୁଁ ଏଇଠି ଯୋଉ ଖାଇବା ରଖିଥିଲି ସେଗୁଡ଼ାକ କୁଆଡ଼େ ଗଲା? ମୁଁ କ'ଣ କହିବି ଯେ? ମୁଁ ତ ତୁମ ଖାଇବା ଗୁଡ଼ା ଦେଖିବି ନାହିଁ। ତୁମେ ଏତେ ମିଛ କଥା କହିପାରୁଛ? ମୁଁ ଜାଣିଛି ତୁମେ ହିଁ ଖାଇଛ। କାଲି ରାତିରେ ତୁମେ ଖାଦ୍ୟ ଖାଇନଥିଲ, ସେଥିପାଇଁ ତୁମେ ଚୋରି କରି ଖାଇଛ ମୋ ଖାଦ୍ୟକୁ। ନା ନା, ଏମିତି କଥା କ'ଣ କହୁଛ ଛେଳି ଭାଇ? ତୁମେ ମୋତେ ଚୋର କହିପାରିବନି। ମୁଁ ଚୋରି କଲାବେଳେ ତୁମେ କ'ଣ ଦେଖିଛ କି? ତୁମେ ମୋତେ ଏମିତି କହିପାରୁଛ? ଚୋରକୁ ଚୋର କହିବିନି ତ ଆଉ କ'ଣ କହିବି ଯେ? ଏକରେ ତ ଚୋରି କରିଛ, ତା ଉପରେ ପୁଣି କଥା କହୁଛ? ନା ନା ଛେଳି ଭାଇ, ତୁମେ ଏବେ ବେଶୀ କଥା କହୁଛ। ଜାଣିଥା, ମୁଁ କିନ୍ତୁ କିଛି ଚୋରି କରିନି। ମୁଁ ତ ଏବେ ଖାଦ୍ୟ ଯୋଗାଡ଼ କରିବାକୁ ଯାଇଥିଲି। ହଁ, ହଉ, ତୁମକୁ ମୋ ଘରେ ରଖିବାଟା ହିଁ ମୋର ଭୁଲ ହୋଇଗଲା। ଆରେ ଛେଳି ଭାଇ, ଏଇଟା ତୁମ ଘର ନୁହେଁ, ଏଇଟା ମୋର ବି ଘର। ଆମେ ଏକା ସାଙ୍ଗରେ ବନେଇଥିଲେ। ଏହାପରେ ଛେଳିଟି କିଛି ନ କହି ସେଠାରୁ ଚାଲିଗଲା।
ଆଉ ଗାଈଟି ବି ମଧ୍ୟ ସେଠାରୁ ଚାଲିଗଲା। ଦୁଇ ଜଣ ଯାକ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲ ଭିତରକୁ ଚାଲିଲେ। ଖାଦ୍ୟ ଖୋଜି ଖୋଜି ବହୁତ ଭିତରକୁ ସେମାନେ ପଳେଇ ଆସିଲେଣି। କ'ଣ ହେଲା? ମୋ ପଛରେ ପଛରେ କ'ଣ ପାଇଁ ଆସୁଛ? ମୁଁ କାହିଁକି ତୁମ ପଛରେ ପଛରେ ଆସିବି? ମୁଁ ତ ମୋର ଖାଦ୍ୟ ଖୋଜୁଛି। ତୁମେ ଆଉ କେଉଁ ଜାଗାରେ ଖୋଜୁନ? ମୁଁ କାହିଁକି ଆଉ କୁଆଡ଼େ ଯାଇକି ଖୋଜିବି? ତୁମେ ଯାଇ ଖୋଜୁନ। ହଉ ଠିକ୍ ଅଛି, ତୁମେ ଏଇଠି ଖୋଜ, ମୁଁ ଏଠୁ ଚାଲି ଯାଉଛି। ଏହାପରେ ଛେଳିଟି ତାର ଚାଲିଗଲା। ଗାଈଟି ଠିଆ ହୋଇ ଦେଖୁଥାଏ। ଛେଳି ଭାଇ ମୋ ଉପରେ ଖାଲିଟାରେ ରାଗୁଛି। ମୁଁ ତ ତା ଖାଦ୍ୟ ବିଷୟରେ କିଛି ବି ହେଲେ ଜାଣିନି। ତାପରେ ଗାଈଟି ବି ତାର ଖାଦ୍ୟ ଖୋଜିବା ପାଇଁ ବାହାରିଗଲା। ଛେଳି ବି ବୁଲି ବୁଲି ଖାଇବା ଖୋଜୁଥାଏ। ମୁଁ ସେଇ ଜାଗାରୁ ଆସି ଭୁଲ କରିଦେଲି। ଏଠି କିଛି ବି ହେଲେ ଖାଦ୍ୟ ନାହିଁ। ସେଇଠି ବେଶୀ ବେଶୀ ଖାଦ୍ୟ ଥିଲା। ଏହା କହି ସେ ଆଗକୁ ଚାଲିଲା। କିଛି ବାଟ ଯିବା ପରେ ପଛରୁ କିଛି ଶବ୍ଦ ଶୁଣିବାକୁ ପାଇଲା ଛେଳି। ସେ ପଛକୁ ବୁଲି ଦେଖିଲା ବେଳକୁ ଗୋଟିଏ ବାଘ ତା ପଛପଟେ ଛିଡ଼ା ହୋଇଛି। ଆରେ ବାପରେ, ବାଘ! ବାଘ ମାମୁଁ, ତୁମେ ଏଠାରେ କ'ଣ କିଛି କହିବ କି? ହା 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 ହା। ଆଜି ତ ମୋର ଦିନଟା ବହୁତ ଭଲ ଅଛି। ଆଜି ତ ମୋତେ ଆଉ କିଛି କଷ୍ଟ କରିବାକୁ ପଡ଼ିବନି। ଶିକାର ତ ନିଜ ଇଚ୍ଛାରେ ମୋ ପାଖକୁ ଚାଲି ଆସିଛି। ଶିକାର? କୋଉ ଶିକାର? ତୁ ତ ମୋର ଶିକାର ନା। ନା ନା ବାଘ ମାମୁଁ, ମତେ ଖାଅ ନାହିଁ। ଆଉ ସେପଟେ ଗାଈଟି ଗୋଟିଏ ଜାଗାରେ ବହୁତ ଘାସ ପାଇ ଯାଇଥିଲା। ଗାଈଟି ଭାବିଲା, ଆରେ ବା, ଏଠି ତ ବହୁତ ବେଶୀ ଖାଦ୍ୟ ଅଛି। ଯାଉଛି, ଗୋଟେ କାମ କରିବି, ଛେଳିକୁ ବି ଏଠିକି ଡାକିକି ନେଇକି ଆସିବି। ବହୁତ ଗୁଡ଼େ ଖାଦ୍ୟ ଆମେ ପାଇଯିବୁ, ଆଉ ଛେଳି ମଧ୍ୟ ବହୁତ ଖୁସି ହୋଇଯିବ। ତାପରେ ଗାଈଟି ଛେଳିଟିକୁ ଖୋଜି ଖୋଜି ଛେଳି ପାଖରେ ଯାଇ ପହଞ୍ଚିଗଲା। ତ ସେଠି ଯାଇ ଦେଖିଲା ଛେଳିର ସାମ୍ନାରେ ଗୋଟିଏ ବାଘ ଠିଆ ହୋଇଛି। ଆରେ ବା, ଆଜି ତ ମୋର ଭାଗ୍ୟଟା ପୁରା ଜୋର ଅଛି ଦେଖୁଛି। ଏକାଥରେ ଦୁଇଟା ଶିକାର। ଏବେ କୁହ, କାହାକୁ ମୁଁ ଆଗେ ଖାଇବି? ଗାଈ ଭାଇ, ମତେ ବଞ୍ଚାଅ। ଆଜି ଆଉ କେହି ବଞ୍ଚେଇ ପାରିବେନି ତୁମ ଦି ଜଣକୁ। ମୁଁ ତୁମମାନଙ୍କୁ ଖାଇବି। ବାଘଟି ରଡ଼ି ଛାଡ଼ି ଆଗକୁ ମାଡ଼ି ଆସିଲା। ଛେଳିଟି ବି କାନ୍ଦିବା ଆରମ୍ଭ କରିଦେଲା। ଛାଡ଼ିଦିଅ, ମତେ ଛାଡ଼ିଦିଅ। ଆରେ ବାଘ ମାମୁଁ, ତୁମେ ଏମିତି କର ନାହିଁ। ଆମେ ଏକା ସାଙ୍ଗେ ଏ ଜଙ୍ଗଲରେ ରହୁଛେ, ଆଉ ତୁମେ ପୁଣି କହୁଛ ଆମକୁ ଖାଇବ? ଆରେ ଯଦି ନ ଖାଇବି ତାହେଲେ ବଞ୍ଚିବି କେମିତି ମୁଁ? ବାଘ ମାମୁଁ, ଆମକୁ ଖାଅ ନାହିଁ। ଆମର ଶରୀର ଅତି ଦୁର୍ବଳ। ମୁଁ ତ ସକାଳଠାରୁ କିଛି ବି ହେଲେ ଖାଇ ନାହିଁ। ଆଉ ମୁଁ କାଲି ରାତିରୁ କିଛି ବି ହେଲେ ଖାଇ ନାହିଁ। ତୁମେ ସତ କହୁଛ? ହଁ, ମୁଁ ସତ କହୁଛି। ତୁମ ଖାଦ୍ୟ ମୁଁ ଖାଇ ନାହିଁ। ହେ ଚୁପ୍ କର। ତୁମ ଦୁଇ ଜଣଙ୍କୁ ମୁଁ ଖାଇଲେ ମୋର ଆରାମ ହୋଇଯିବ। ବାଘ ମାମୁଁ, ଆମକୁ ଛାଡ଼ିଦିଅ। ହଁ, ଏଇ ଜଙ୍ଗଲକୁ ଆଉ 2ଟି ଗାଈ ଓ ଛେଳି ବି ଆସିଛନ୍ତି। ସେମାନେ ଆମଠାରୁ ବହୁତ ମୋଟାସୋଟା। ତୁମେ ଚାହିଁଲେ ତାଙ୍କୁ ଖାଇବ। ହଁ, କୋଉଠି? ହଁ, ସେପଟେ ଚରୁଛନ୍ତି। ହଁ ହଁ, ଆମେ ସେମାନଙ୍କୁ କହିଦେବୁ କି ଏଠାରେ ବହୁତ ଘାସପତ୍ର ଅଛି, ସେଠିକି ଯାଅ ଖାଇବ। ସେମାନେ ଏଠାକୁ ଆସିଲେ ତାଙ୍କୁ ଖାଇଦେବ। ଆମକୁ ଏବେ ଛାଡ଼ିଦିଅ। ବାଘଟି ମନେ ମନେ ଭାବିଲା, ମୁଁ ତ ମୋଟାସୋଟା 2ଟି ଗାଈ ଓ ଛେଳି ପାଇବି। ଏମାନଙ୍କୁ ଛାଡ଼ିଦେବି, ଆଉ ସେମାନଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଖାଇପାରିବି। ଠିକ୍ ଅଛି, ତୁମେମାନେ ଏବେ ଯାଅ ତାହେଲେ। ଏମିତି ବାଘକୁ ବୋକା ବନେଇ ଗାଈ ଓ ଛେଳି ତାଙ୍କ ଘରକୁ ଫେରି ଆସିଲେ। ଘରେ ଆସି ପହଞ୍ଚିଗଲେ। ଛେଳିଟି ଦେଖିଲା ମୂଷାର ପାଦ ଚିହ୍ନ। ଏଥିରୁ ଛେଳିଟି ଜାଣିପାରିଲା ଯେ ତାର ଖାଇବା ସବୁ ଗାଈ ନୁହେଁ, ସେ ମୂଷା ସବୁ ନେଇଯାଉଛି।
ତାପରେ ଛେଳିଟି ତାର ଭୁଲ ବୁଝି ଗାଈଠାରୁ କ୍ଷମା ମାଗିଲା। ମୋର ଭୁଲ ହୋଇଯାଇଛି ଗାଈ ଭାଇ, ମୋତେ କ୍ଷମା କରିଦିଅ। ଆରେ ଆମେ ଦୁଇ ଜଣ ତ ଭଲ ସାଙ୍ଗ, ସାଙ୍ଗ ଭିତରେ ପୁଣି କ'ଣ କ୍ଷମା? ତାପରେ ଦୁଇ ଜଣ ଯାକ ଭଲ ସାଙ୍ଗ ହୋଇ ରହିଲେ। ଗୋଟିଏ ଜଙ୍ଗଲରେ ରାନୀ ନାମରେ ଗୋଟିଏ ଚଢ଼େଇ ରହୁଥିଲା। ସେ ବହୁତ ଗରିବ ଥିଲା। ଗରମର ଦିନ ଥିଲା। ରାନୀ ଚଢ଼େଇ ଘର ଘର ବୁଲି ଚୁଡ଼ି ବିକ୍ରି କରୁଥିଲା। ରାନୀ ଚଢ଼େଇ ବହୁତ ଗରିବ ଥିବାରୁ ତା ସହିତ କେହି ବି ହେଲେ ସାଙ୍ଗ ହେଉନଥିଲେ କି କଥା ବି ହେଉନଥିଲେ। ଗୋଟିଏ ଦିନ ରାନୀ ଚଢ଼େଇ ଚୁଡ଼ି ବିକ୍ରି କରି ଥକି ଯାଇଥିଲା। ତାକୁ ଗୋଟିଏ ଗଛର ଡାଳ ଦେଖାଗଲା। ଆଉ ସେଇ ଗଛର ଡାଳରେ ବସିଗଲା। ଆରେ ଏଠି ତ କେତେ ସୁନ୍ଦର ଥଣ୍ଡା ପବନ ହେଉଛି, ଯେମିତି ଲାଗୁଛି ଏସିରେ ବସିଲା ପରି। ରାନୀ ଚଢ଼େଇ ଆରାମ କରୁଥିଲା। ଅଚାନକ କାଳୁ କାଉର ନଜର ରାନୀ ଚଢ଼େଇ ଉପରେ ପଡ଼ିଲା। କାଳୁ କାଉ ଉଡ଼ି ଉଡ଼ି ରାନୀ ଚଢ଼େଇ ପାଖରେ ଆସି ପହଞ୍ଚିଲା। ଆରେ ଚଢ଼େଇ, ତୁ ଏଠାରେ କ'ଣ କରୁଛୁ? ଏହା ମୋ ଏରିଆ ଅଟେ। ଚାଲ ଏଠୁ। ଆଉ ଯଦି କେବେ ଏଠାକୁ ଆସିଥିବୁ ତତେ ସିଧା ମାରିଦେବି। ରାନୀ ଚଢ଼େଇ ବହୁତ ସରଳ ଥିଲା। ଯଦି କିଏ ତା ସହିତ ବଡ଼ ପାଟିରେ କଥା ହୁଏ ତ ସିଏ ଡରିଯାଏ। କିଛି କଥା ନ କହି ରାନୀ ଚଢ଼େଇ ସେଠାରୁ ଚାଲିଗଲା। ସେ ପୁଣି ଘର ଘର ବୁଲି ଚୁଡ଼ି ବିକ୍ରି କରିବା ଆରମ୍ଭ କରିଦେଲା। ଚୁଡ଼ି ନେବ ଚୁଡ଼ି, ରଙ୍ଗ ବେରଙ୍ଗର ଚୁଡ଼ି। ଚଢ଼େଇ, ଦେଖେଇଲ ଚୁଡ଼ି, କ'ଣ କ'ଣ ଅଛି ତୁମ ପାଖରେ? ଶୁଆ ଭଉଣୀ, ଇଏ ଦେଖ ସୁନ୍ଦର ଚୁଡ଼ି। ଏବେ ପର୍ଯ୍ୟନ୍ତ ଏମିତି ଚୁଡ଼ି ମାର୍କେଟକୁ ବି ଆସିନି। ମୁଁ ଏ ଚୁଡ଼ିକୁ କମ୍ ଦାମରେ ଦେଉଛି। ଇଏ ନିଅ ଶୁଆ ଭଉଣୀ, ନୀଳ ରଙ୍ଗର ଚୁଡ଼ି, ତୁମକୁ ବହୁତ ବଢ଼ିଆ ମାନିବ। ନା ନା, ମୋତେ ନାଲି ରଙ୍ଗ ପସନ୍ଦ। ମୁଁ ନାଲି ରଙ୍ଗର ଚୁଡ଼ି ହିଁ ନେବି। ଆଚ୍ଛା, ଏହାର ଦାମ କେତେ କୁହ ତ? ଶୁଆ ଭଉଣୀ, ମାତ୍ର 25 ଟଙ୍କା ଡଜନକୁ। ହଁ, 25 ଟଙ୍କା? ମୁଁ ତ ତତେ 15 ଟଙ୍କା ଦେବି। ଦେବୁ ଯଦି ଦେ, ନହେଲେ ମୁଁ ଯାଉଛି। ଶୁଆ ଭଉଣୀ, ଏ ଚୁଡ଼ିକୁ ମୁଁ 20 ଟଙ୍କାରେ କିଣିଛି, ହେଲେ ତୁମେ କହୁଛ 15 ଟଙ୍କା। ମୁଁ କେମିତି ଦେବି? ହଉ ଠିକ୍ ଅଛି, 20 ଟଙ୍କାରେ ଦେ। ହେଲେ ଶୁଆ ଭଉଣୀ, ମୋର କ'ଣ ଲାଭ? ଏଥିରୁ ତ ମୁଁ କିଛି ବି ହେଲେ ଲାଭ ପାଇବି ନାହିଁ। ହେଲେ ଶୁଆ ଚଢ଼େଇର କିଛି ବି କଥା ଶୁଣିଲା ନାହିଁ। ସେ 20 ଟଙ୍କା ରଖିଦେଇ ଚଢ଼େଇଠାରୁ ଚୁଡ଼ି ନେଇ ଚାଲିଗଲା। ଆରେ ଆଜି ତ ମୋର କିଛି ବି ହେଲେ ଲାଭ ହେଲା ନାହିଁ। ସବୁ ପକ୍ଷୀମାନେ କମ୍ ଦାମରେ ଚୁଡ଼ି କିଣିନେଲେ ମୋ ଠାରୁ। ଏବେ ମୁଁ କ'ଣ କରିବି? ଏ ପଇସା ତ ମୋତେ ସେ ଚୁଡ଼ିବାଲା ପାରା ଭାଇକୁ ଦେବାର ଅଛି, ଯିଏ ମୋତେ ଚୁଡ଼ି ଧାରରେ ଦେଇଛନ୍ତି। ଏ ପଇସାକୁ ମୁଁ ଖର୍ଚ୍ଚ କରିପାରିବି ନାହିଁ। ଚଢ଼େଇ ଉଡ଼ି ଉଡ଼ି ଯାଇ ପୁଣି ସେଇ ଡାଳ ଉପରେ ବସି ପଡ଼ିଲା, ଯୋଉଟାକି କାଳୁ କାଉର ଥିଲା। କାଳୁ କାଉ ରାଗିକି ଚଢ଼େଇ ପାଖକୁ ଆସିଲା, ଆଉ ଚଢ଼େଇର ସବୁ ଚୁଡ଼ିକୁ ଗଛ ତଳକୁ ପକେଇଦେଲା। ସବୁ ଚୁଡ଼ି ତଳେ ପାଣିରେ ଭାସିଗଲା। ହଁ 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 ହଁ, ଇଏ ତୁମେ କ'ଣ କଲ କାଉ ଭାଇ? ମୁଁ ଏବେ କ'ଣ କରିବି? ଚୁଡ଼ି ଆଣିଥିବା ଭାଇଙ୍କୁ ଚୁଡ଼ି ବିକିକି ତାଙ୍କ ପଇସା ଦେବାର ଥିଲା। ହଁ ହଁ ହଁ। ତତେ ମୁଁ ଫାଷ୍ଟରୁ କହୁଛି, ଏ ଏରିଆ ମୋର ଅଟେ, ହେଲେ ତୁ ଶୁଣିଲୁନି। ଏବେ ଠିକ୍ ହେଇଛି। ରାନୀ ଚଢ଼େଇ ମନ ଦୁଃଖରେ କାନ୍ଦି କାନ୍ଦି ଜଙ୍ଗଲ ବାହାରକୁ ଚାଲି ଆସିଲା। ଆଉ ସେ ଏକ ପାହାଡ଼ ଉପରକୁ ଗଲା, ଆଉ ମନ ଦୁଃଖରେ ବସିଥାଏ। ତାକୁ କାହାର ପାଟି କରିବାର ଶବ୍ଦ ଶୁଭିଲା। ବଞ୍ଚାଅ, ବଞ୍ଚାଅ, ମୋତେ ବଞ୍ଚାଅ। ଆରେ ଇଏ ତ ଛୋଟ ପକ୍ଷୀଟେ, ଦେଖେ ତାର କ'ଣ ହେଲା। ଆରେ ଇଏ ତ ଚିଲର ଛୁଆ ଅଟେ, ମୋତେ ଖାଇଦେବନି ତ? ଖାଇବ ଯଦି ମୋତେ ମାରିକି ଖାଉ, ମୁଁ ତ ଏଠାକୁ ମରିବାକୁ ଆସିଛି ନା। ତୁମର କ'ଣ ହେଲା ବାବା? ମୋତେ ଉଡ଼ିବା ଆସୁନଥିଲା, ଆଉ ମୁଁ ଉଡ଼ିବା ପାଇଁ ଚେଷ୍ଟା କରୁଥିଲି, ହେଲେ ମୁଁ ଉପରେ ଉଡ଼ୁଥିବା ବେଳେ ତଳକୁ ପଡ଼ିଗଲି, ଆଉ ମୋର ଆଘାତ ଲାଗିଲା। ମୁଁ କିଛି ବି ହେଲେ ଆଉ ଉଡ଼ିପାରୁନି। ମୋ ମାମା ମୋତେ ଅପେକ୍ଷା କରିଥିବ। ଯେତେବେଳେ ମୁଁ ବାହାରିଥିଲି ଆସିବାକୁ,
ସେତେବେଳେ ମୋ ମାମା ଖାଦ୍ୟ ଆଣିବାକୁ ଯାଇଥିଲା, ତ ସେ ଆସି ମୋତେ ଖୋଜୁଥିବ। ଆଚ୍ଛା, ତୁମକୁ ଜଣାଅଛି କି ତୁମ ବସା କେଉଁଠାରେ? ମୁଁ ତୁମକୁ ତୁମ ମାମା ପାଖରେ ନେଇ ଛାଡ଼ିଦେବି। ମୁଁ ଛୋଟ ପିଲାଟା, ମୁଁ ଜାଣିପାରୁନି ମୋ ବସା କୋଉଠି। ଆଚ୍ଛା, ତୁମେ ମୋ ସହିତ ମୋ ଜଙ୍ଗଲକୁ ଯିବ, ମୋ ପାଖରେ ରହିବ, ଯେବେ ପର୍ଯ୍ୟନ୍ତ ତୁମ ମାମାଙ୍କ ସହିତ ଦେଖା ନ ହୋଇଛି। ଠିକ୍ ଅଛି ଆଣ୍ଟି, ମୁଁ ତୁମ ସହିତ ତୁମ ଘରକୁ ଯିବି। ତୁମେ ମୋତେ ଉଡ଼ିବା ଶିଖେଇଦେବ? ହଁ, ନିଶ୍ଚିତ ବାବା, ମୁଁ ତୁମକୁ ଉଡ଼ିବା ଶିଖେଇଦେବି। ରାନୀ ଚଢ଼େଇ ସେ ଚିଲ ଛୁଆଟିକୁ ନିଜ ସାଙ୍ଗରେ ନିଜ ଘରକୁ ନେଇ ଆସିଲା। ଏଇଟା ତୁମ ଘର ଆଣ୍ଟି? ହଁ ବାବା, ଏଇଟା ମୋ ଘର। କେତେ ଛୋଟ ଘର ତୁମର ଆଣ୍ଟି। ମୋତେ ଜୋରେ ଭୋକ ଲାଗିଲାଣି ଆଣ୍ଟି। ମୋତେ ଅଣ୍ଡା ଖାଇବାକୁ ଦେଇପାରିବ କି? ଅଣ୍ଡା? କାହାର ଅଣ୍ଡା? କୋଉ ବି ପକ୍ଷୀର ଅଣ୍ଡା ଚଳିବ। ମୁଁ ସବୁଦିନ ଅଣ୍ଡା ଖାଏ ଆଣ୍ଟି। ଦେଖ ବାବା, ସେଇ ଅଣ୍ଡାରୁ ତୁମ ପରି ଛୋଟ ନନ୍ହି କ୍ୟୁଟ୍ ପକ୍ଷୀଟିଏ ବାହାରିବ। ଯଦି ତୁମେ ସେ ଅଣ୍ଡାକୁ ଖାଇଦେବ, ବିଚରା ଛୋଟ ପକ୍ଷୀଟି ବାହାରକୁ ବାହାରିବା ପୂର୍ବରୁ ମରିଯିବ। ତୁମକୁ ଭୋକ ଲାଗୁଛି? ମୁଁ ତୁମ ପାଇଁ କିଛି ଖାଇବା ଆଣିଦେଉଛି। ତୁମେ ଘର ବାହାରକୁ ଯାଅ ନାହିଁ। ପାରା ଭାଇ, ପାରା ଭାଇ। କ'ଣ ହେଲା ଚଢ଼େଇ? ତୁମେ ଏତେ ରାତିରେ କ'ଣ ପାଇଁ ଆସିଛ? ପାରା ଭାଇ, ତୁମ ପାଖରେ ଖାଇବା ପାଇଁ କିଛି ଅଛି କି? ହଁ, କିଛି ଥିବ। ଏବେ ଦେଉଛି, ଖାଇଦେଇ ଘରକୁ ଯିବ। ପାରା ଭାଇ, ଏ ଖାଇବା ମୋ ପାଇଁ ନୁହେଁ, ଚିଲର ଛୁଆ ପାଇଁ ଦରକାର। ତାକୁ ବହୁତ ଭୋକ ଲାଗୁଛି। ଚିଲ ଛୁଆ? ତାକୁ ତୁମେ କୋଉଠୁ ପାଇଲ? ବିଚରା ଉଡ଼ି ପାରୁନଥିଲା, ମୁଁ ତାକୁ ମୋ ସହିତ ଘରକୁ ନେଇ ଆସିଲି। ଆରେ ରାନୀ, ଏ କ'ଣ କଲ ତୁମେ? କୋଉ ପକ୍ଷୀ ଛୁଆ ନୁହେଁ, ବରଂ ପରିଶାନକୁ ଘରକୁ ନେଇ ଆସିଛ। ଏବେ ଯାଇ ଘରୁ ବାହାର କରିଦିଅ, ନହେଲେ ସିଏ ଆଗ ତତେ ଖାଇବ, ତାପରେ ଜଙ୍ଗଲର ସବୁ ପକ୍ଷୀମାନଙ୍କୁ ଖାଇଦେବ। ପାରା ଭାଇ, ସେ ଏବେ ଛୋଟ ଅଛି। ମୁଁ କାଲିଠାରୁ ତାକୁ ଉଡ଼ିବା ଶିଖେଇବି। ସେ ନିଜେ ଉଡ଼ିବା ଶିଖିଗଲେ ଆପେ ଚାଲିଯିବ। ଯଦି ସେ ଉଡ଼ିବା ନ ଶିଖିପାରିବ, ତୁମେ ତ ଏତେ ଗରିବ ଯେ ପାଣି ପିଇକି ରହିଯାଉଛ। ନାଇଁ ପାରା ଭାଇ, ସେ ଉଡ଼ିପାରିବ। ତାକୁ ଟିକେ ଶିଖେଇବା ଦରକାର। ହଉ, ତୁମ ଇଚ୍ଛା। ମୁଁ ତ କହିବା କଥା କହିଦେଲି। ରାନୀ ଚଢ଼େଇ କିଛି ଖାଦ୍ୟ ନେଇ ଚିଲର ଛୁଆ ପାଇଁ ଗଲା। ତା ପରଦିନ ସକାଳୁ ଚଢ଼େଇ ଚିଲର ଛୁଆକୁ ଉଡ଼ିବା ଶିଖେଇଲା, ହେଲେ ଚିଲ ଛୁଆ ଉଡ଼ି ପାରୁନଥିଲା। ଦେଖ ଆଣ୍ଟି, ଏଠି ଗୋଟେ ଗଛ ଅଛି। ଚାଲ ଆଣ୍ଟି, ସେଇ ଗଛ ଉପରେ ବସିବା। ନାଇଁ, ସେ ଗଛ କାଳୁ କାଉର ଅଟେ। ତାଙ୍କ ରାଗ ତୁମେ ଜାଣିନ। ଚାଲ ଆଉ କୋଉ ଗଛ ଉପରେ ବସିଯିବା। ଚିଲ ଛୁଆ ଓ ରାନୀ ଚଢ଼େଇ ଆଉ ଗୋଟେ ଗଛ ଉପରେ ଯାଇ ବସିଲେ। କାଳୁ କାଉ ରାନୀ ଚଢ଼େଇ ପାଖକୁ ଆସିଲା। ଯଦି ଆଗରୁ ଏମିତି କରିଥାନ୍ତୁ, ତୋର କିଛି ବି ହେଲେ ନଷ୍ଟ ହୋଇନଥାନ୍ତା। ତୁ କାହା ସହିତ ବସିଛୁ? ଆରେ, ଇଏ ତ ଚିଲ ଛୁଆ ଅଟେ। କାଳୁ ଭାଇ, ଇଏ ତ ବିଚରା ଉଡ଼ି ପାରୁନାହିଁ। ମୁଁ ତାକୁ ଏଠାକୁ ଆଣିଛି। ଆରେ ଜଙ୍ଗଲର ସବୁ ପକ୍ଷୀମାନେ ଏଠାକୁ ଆସ। ଦେଖ, ରାନୀ ଚଢ଼େଇ ଆମର ମୃତ୍ୟୁକୁ ସାଙ୍ଗରେ ନେଇକି ଆସିଛି। କାଳୁ କାଉ ସବୁ ପକ୍ଷୀମାନଙ୍କୁ ଡାକି ଏକାଠି କଲା। ଆରେ ଏ ଚଢ଼େଇ, ତତେ ଚିଲର ଛୁଆ କୋଉଠୁ ମିଳିଲା? ବିଚରା ସିଏ ଉଡ଼ି ପାରୁନଥିଲା, ଦୂରରେ ଥିବା ପାହାଡ଼ ଉପରୁ ମିଳିଲା। ତୁମେ ଏ ଚଢ଼େଇଠାରୁ ଜବାବ ପଛରେ ମାଗିବ। ଆଗ ଏ ଚିଲ ଛୁଆକୁ ମାରିଦିଅ। ଇଏ ତୁମର କିଛି ବି ହେଲେ କରିବ ନାହିଁ। ସିଏ ବହୁତ ଛୋଟ ଅଛି। ଏବେ ଏବେ ସେ ଅଣ୍ଡାରୁ ବାହାରିଛି। ତତେ ତ ବହୁତ ଚିନ୍ତା ଏ ଚିଲ ଛୁଆ ପ୍ରତି। ଆମେ ସବୁ ପକ୍ଷୀ ମିଶିକି ଏ ଚିଲ ଛୁଆକୁ ମାରିଦେବୁ। ଚିଲ ଛୁଆକୁ ମାରିବାକୁ ବାହାରିଥିଲେ, ଅଚାନକ ଚିଲ ଦିଦି ଆସି ପହଞ୍ଚିଗଲା, ଯିଏକି ସେ ଛୁଆର ମା ଥିଲା। ରହିଯାଅ, ଇଏ କ'ଣ କରିବାକୁ ଯାଉଛ? ଚିଲକୁ ଦେଖି ସବୁ ପକ୍ଷୀମାନେ ଛାଡ଼ି ପଳେଇଲେ। ମାମା, ମାମା, ମୋତେ ତୁମେ ଖୋଜି ଖୋଜି ଆସି ପହଞ୍ଚିଗଲ। ହଁ ରେ ଧନ, ମୁଁ ଆସିଗଲି। ତୁ ନ କହି କୁଆଡ଼େ ଚାଲି ଯାଇଥିଲୁ? ଆଉ ଏ ଜଙ୍ଗଲକୁ କେମିତି ଆସିଲୁ? ମୋତେ ଏ ଆଣ୍ଟି ବଞ୍ଚେଇଲେ। ମୁଁ ବାହାରେ ଉଡ଼ିବାକୁ ଚେଷ୍ଟା କରୁଥିଲି, ହେଲେ ଉଡ଼ି ପାରୁନଥିଲି, ଆଉ ତଳେ ପଡ଼ି ଯାଇଥିଲି। ଏ ଆଣ୍ଟି ମୋତେ ଆଣି ରଖି ଖାଇବାକୁ ପିଇବାକୁ ଦେଇଥିଲେ, ଆଉ ତାଙ୍କ ଜଙ୍ଗଲ ବି ବୁଲେଇଲେ।
ତୁମକୁ ବହୁତ ବହୁତ ଧନ୍ୟବାଦ ଚଢ଼େଇ। ଯାହା ହେଉ ମୋ ଛୁଆର ଜୀବନ ବଞ୍ଚେଇଲ, ନହେଲେ କେଉଁ ପକ୍ଷୀ ମୋ ଛୁଆକୁ ଖାଇ ଦେଇଥାନ୍ତା। ଆଚ୍ଛା ହଉ, ତୁମକୁ ଯଦି କେବେ କିଛି ଦରକାର ପଡ଼େ ତାହେଲେ ମୋତେ ନିଶ୍ଚିତ କହିବ, ମୁଁ ତୁମକୁ ନିଶ୍ଚିତ ସାହାଯ୍ୟ କରିବି।